ଏବେ ଗୋଟେ ଆଣ୍ଟିଙ୍କ ଘରକୁ ଯାଇଥିଲି। ଘର ଭିତରକୁ ଏଣ୍ଟ୍ରି କରୁ କରୁ ଆଗା ଆଣ୍ଟି ତଳେ ବସିଥିଲେ, କହିବାର ଲାଗିଲେ ଏହେ ଶିବ ଆସିବାରେ ଲେଟ୍ କରିଦେଲ, ସବୁ ଭୁଞ୍ଜଣା ସରିଗଲା। ସରି ଶିବ, ସବୁ ଯାକ ଭୁଞ୍ଜଣା ମୁଁ ଆଗା ଖାଇଦେଲି। ଏମିତି କହିକି କହିଲେ ମତେ। ତାଙ୍କ ହାତରେ ଦେଖିଲି ଗୋଟେ ତାଟିଆରେ ଭୁଞ୍ଜଣା ଚୋପା ଥିଲା ଖାଲି। ମୁଁ କହିଲି ନାଇଁ ଆଣ୍ଟି ଚଳିବ, କଣ ହେଇଯାଉଛି। ବସିଲି ତାଙ୍କ ଥିଲେ, କଥା ହେଲି କେତେ ମିନିଟ୍। ଏବେ ଆମେ ଯୋଉ ବଇଥିଲୁ ନା, ତାର ଲେଫ୍ଟ ସାଇଡରେ ଖଟ ଥିଲା। ତ ଏବେ କଥା ହେଲା ବେଳକୁ ତ ଚାରିଆଡେ ନଜର ପଡିଯାଏ, ତ ଖଟ ତଳ ଆଡେ ମୋର ନଜର ପଡିଲା। ଗୋଟେ କଂସାଟାରେ ପୁରା କଂସାଟ ଭୁଇଁଚଣା ସିଝା ହେଇକି ଥୁଆ ହେଇଛି। ଆଣ୍ଟି ମତେ ସେଟା ଯାଚି ନାହାନ୍ତି, ଖାଲି ତାଟିଆଟା ଖାଇଦେଲେ କହିଦେଲେ ମତେ ଖାଇଦେଇଛି। ଏବେ ତାଙ୍କ କଣ କହୁଥିଲେ, ତାଙ୍କ କହିବା ସରିଲା ପରେ ମୁଁ ଆଣ୍ଟି କହିଥିଲି ଯେ ଆଣ୍ଟି କିਉଁ ସରା ଭୁଇଁଚଣା ଥୁଆ ହେଇଛି ସେଇଠି। ଆଣ୍ଟି କହିଲେ ଏହେ, ଫାଷ୍ଟ ତ ହସିବା ଲାଗିଲେ, ତାପରେ କହିଲେ ଏହେ ଶିବ ମୁଁ ଭୁଲିଗଲି ରଖିକିରି, ଆଉ ତମେ ଖାଅ। ବହୁତ ବାଧ୍ୟ କଲେ, ମୁଁ ଖାଇଲିନି। ହେଲେ ତାପରେ କଥା ବୁଲି ପଡିଲା ତ ଅଲଗା ଟପିକରେ କଣ କଥା ଚାଲିଲା। ଯେତେବେଳେ ମୁଁ ଆସୁଥିଲି ନା ତାଙ୍କ ଘରୁ ରିଟର୍ନ ହେଇକି ଆମ ଘରକୁ, ସେତେବେଳେ ଆଣ୍ଟି ମତେ କହିଲେ ଯେ ହଇଏ ଶିବ, ତମେ ଯଦି ଭୁଇଁଚଣା ଖାଇବାର ନଥିଲା ତାହେଲେ ଦେଖୁଥିଲେ କେଉଁ ବି ସିଆଡେ ତଳ ଆଡେ।